ଏଣିକି 5 ଟଙ୍କାରେ ଖାଇପାରିବେ ମାଛ ତରକାରୀ ଓ ଭାତ। ତେବେ ସୂଚନା ଅନୁସାରେ ଏଣିକି 5 ଟଙ୍କାରେ ଖାଇପାରିବେ ମାଛ ତରକାରୀ ଓ ଭାତ। ଶୁଭେନ୍ଦୁ ସରକାର ମାଛ ଏବଂ ଭାତ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି, ଯାହା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଏକ ରାଜନୈତିକ ପ୍ରସଙ୍ଗ ପାଲଟିଥିଲା। ଶୁଭେନ୍ଦୁ ସରକାର 5 ଟଙ୍କାରେ ମାଛ ଏବଂ ଭାତ ଯୋଗାଇବେ। ସେ ଘୋଷଣା କରିଥିଲେ ଯେ ଏଥିପାଇଁ ସାରା ରାଜ୍ୟରେ 400ଟି କ୍ୟାଣ୍ଟିନ୍ ଖୋଲିବ, ଯେଉଁଠାରେ ମାତ୍ର 5 ଟଙ୍କାରେ ମାଛ ଏବଂ ଭାତ ମିଳିବ। ପୂର୍ବରୁ ନିର୍ବାଚନ ପ୍ରଚାର ସମୟରେ ମମତା ବାନାର୍ଜୀ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲେ ଯେ ଯଦି ବିଜେପି ସରକାର କ୍ଷମତାକୁ ଆସେ ତେବେ ମାଛ ଏବଂ ଭାତ ଉପରେ ପ୍ରତିବନ୍ଧକ ଲଗାଯିବ। ଏବେ ସରକାର କ୍ୟାଣ୍ଟିନ୍ରେ ଏହି ରାଜ୍ୟ ଖାଦ୍ୟକୁ ଶସ୍ତା ମୂଲ୍ୟରେ ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗରେ ମାଛ ଭାତ ଏକ ସାଂସ୍କୃତିକ ପ୍ରସଙ୍ଗ। ଏହାର ଏକ ବିଶେଷ ଗୁରୁତ୍ୱ ରହିଛି। ମାଛ ଭାତ ନାମକ ବଙ୍ଗାଳୀ କଥା ଏଠାରେ ଲୋକପ୍ରିୟ। ସରକାର ଏହି ଖାଦ୍ୟ, ଯାହା ରାଜ୍ୟର ପରିଚୟ ପାଲଟିଛି, ମାତ୍ର 5 ଟଙ୍କାରେ ଜନସାଧାରଣଙ୍କୁ ପରିବେଷଣ କରିବେ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କଲ୍ୟାଣୀରେ ଏକ ସଭାରେ ଏହା ଘୋଷଣା କରିଥିଲେ। ସେ କହିଥିଲେ ଯେ ସମଗ୍ର ବଙ୍ଗଳାର କ୍ୟାଣ୍ଟିନ୍ରେ ସବସିଡି ଖାଦ୍ୟ ଉପଲବ୍ଧ ହେବ, ଯେଉଁଠାରେ ଏହି ଖାଦ୍ୟ 5 ଟଙ୍କାରେ ଉପଲବ୍ଧ ହେବ। ସରକାରଙ୍କ ଯୋଜନା ସମ୍ପର୍କରେ ଏହା ଜଣାଯାଏ ଯେ ଶୁଭେନ୍ଦୁ ଅଧିକାରୀ ବଙ୍ଗଳାରେ ସରକାର ଗଠନ କରିବା ପରେ ତୁରନ୍ତ ଏହି ଯୋଜନାରେ କାମ କରିବା ଆରମ୍ଭ କରିଥିଲେ। ମମତା ବାନାର୍ଜୀ ସରକାରଙ୍କ ସମୟରେ 5 ଟଙ୍କାରେ ଅଣ୍ଡା ଭାତ ଉପଲବ୍ଧ ହେଉଥିଲା। ବର୍ତ୍ତମାନ ସମାନ ପରିମାଣରେ ମାଛ ଅନ୍ତର୍ଭୁକ୍ତ ହେବ। ମମତା ବାନାର୍ଜୀ ସରକାରଙ୍କ ସମୟରେ ବଙ୍ଗଳାରେ ସରକାରୀ କ୍ୟାଣ୍ଟିନ୍ ପ୍ରତିଷ୍ଠା କରାଯାଇଥିଲା, ଯେଉଁଠାରେ ଦୈନିକ ମଜୁରିଆ ଶ୍ରମିକ, ଅଟୋରିକ୍ସା ଚାଳକ ଏବଂ ଗରିବ ଲୋକମାନେ 5 ଟଙ୍କାରେ ଅଣ୍ଡା ଭାତ ଖାଇପାରୁଥିଲେ। ଏବେ ରାଜ୍ୟ ସାରା 400 କ୍ୟାଣ୍ଟିନ୍ରେ ମାଛ ଭାତ ପରିବେଷଣ କରାଯିବ, ଯାହାଫଳରେ ସାଧାରଣ ଜନତା ଏହି ସରକାରୀ ଯୋଜନାର ଲାଭ ପାଇପାରିବେ। ସରକାର ଅଣ୍ଡା ଅପେକ୍ଷା ମାଛକୁ ପ୍ରାଥମିକତା ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ନବୀକରଣ ଟିଭି।